Hello everyone, welcome to my YouTube channel Teaching by SB. ଓଡ଼ିଆ ଅନର୍ସ ପିଜି ଥର୍ଡ଼ ସେମିଷ୍ଟରର ପେପର୍ 307 ୟୁନିଟ୍ 4 ନୂଆ ମଣିଷ ପ୍ରାବନ୍ଧିକ ଶରତ କୁମାର ମହାନ୍ତି। ପ୍ରବନ୍ଧଟି ଆଲୋଚନା କରିବା ପୂର୍ବରୁ ପ୍ରଥମେ ପ୍ରାବନ୍ଧିକଙ୍କ ବିଷୟରେ ଆଲୋଚନା କରିବା। ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଅନ୍ୟତମ ବଳିଷ୍ଠ ସ୍ରଷ୍ଟା ଶରତ କୁମାର ମହାନ୍ତିଙ୍କ ଖ୍ୟାତି ସୁବିଦିତ। 1938 ମସିହାରେ କଟକର ଜରିପଡ଼ା ଠାରେ ଜନ୍ମ। ବିଜ୍ଞାନ ବିଷୟ ସମ୍ବଳିତ ପ୍ରବନ୍ଧ ରଚନାରେ ସେ ଅଧିକ ନିଷ୍ଠା ବ୍ୟକ୍ତ କରିଥିଲେ ମଧ୍ୟ ଦର୍ଶନ, ଇତିହାସ, ଧର୍ମ, କଳା, ସାହିତ୍ୟ ଇତ୍ୟାଦି ପ୍ରତି ତାଙ୍କର ଆଗ୍ରହର ଅଭାବ ନାହିଁ। ଅର୍ଥାତ୍ ବିଜ୍ଞାନ ବିଷୟ ସମ୍ବଳିତରେ ସେ ଅଧିକ ନ୍ୟଷ୍ଟ ବ୍ୟକ୍ତ କରିଛନ୍ତି ମଧ୍ୟ ଦର୍ଶନ, ଇତିହାସ, ଧର୍ମ, କଳା ଏବଂ ସାହିତ୍ୟିକ ଇତ୍ୟାଦି ପ୍ରତି ତାଙ୍କର ଆଗ୍ରହର ବହୁତ ଥିଲା, ଅର୍ଥାତ୍ ଆଗ୍ରହ ବହୁତ ଥିଲା। ଶରତ କୁମାରଙ୍କ ପ୍ରବନ୍ଧ ଗୁଡ଼ିକରେ ବିଶ୍ୱଦୃଷ୍ଟି ପରିଲିଖିତ। ଭାରତ, ଗ୍ରୀସ୍, ଫ୍ରାନ୍ସ, ଜର୍ମାନ, ଇଂଲଣ୍ଡ, ଆମେରିକା ପ୍ରଭୃତି ଦେଶର ବହୁ ବିଷୟ ତାଙ୍କ ପ୍ରବନ୍ଧର ବହୁ ନିର୍ମାଣରେ ସହାୟକ। ଗଣିତ ଅଧ୍ୟାପନାରେ ଜୀବିକା ବିତାଇଥିବା ଏହି ପ୍ରଭାବଶାଳୀ ଲେଖକଙ୍କ ପ୍ରବନ୍ଧମାଳା ପାଠକୀୟ ମାନସର ପରିପୋଷକ। ବିଜ୍ଞାନ ଦୃଷ୍ଟି, ଆକାଶର ଆହ୍ୱାନ, ଆଟମ୍ରୁ କ୍ୱାମ, ଅସ୍ତିତ୍ୱବାଦର ମର୍ମକଥା, ବୋଦାଙ୍କର ଦାଦାଗିରି ଓ ଅନ୍ୟାନ୍ୟ ପ୍ରବନ୍ଧ ଇତ୍ୟାଦି ଗୋଟିଏ ଗୋଟିଏ ଅମଳିନ କୃତି। ଆଣ୍ଡରସନଙ୍କ ପରୀକାହାଣୀ, ଗ୍ରୀକ୍ ପୁରାଣ ଗପ, 50 ଏସ୍ପି କାହାଣୀ ଇତ୍ୟାଦି ରଚନା କରି ସେ ଜଣେ ଶିଶୁ ସାହିତ୍ୟିକ ଭାବରେ ମଧ୍ୟ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଗୌତମ ବୁଦ୍ଧ, ବିବେକାନନ୍ଦ, ସକ୍ରେଟିସ୍, ଆରିଷ୍ଟଟଲ, ରାଧାକୃଷ୍ଣ ପ୍ରମୁଖ ମହାମନୀଷୀ ଓ ଅବତାରମାନଙ୍କୁ ନେଇ ଜୀବନ ରଚନାରେ ସେ ଅଗ୍ରଗଣ୍ୟ। ଗାନ୍ଧୀ ମଣିଷ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ସାରଳା, ବିଶୁବ ଓ ଅତିବଡ଼ି ଆଦି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ। ନୂଆ ମଣିଷ ପ୍ରବନ୍ଧଟି ସ୍ୱର୍ଗତ ମହାନ୍ତିଙ୍କ ସଂସ୍କୃତି ଓ ଅପସଂସ୍କୃତି ପୁସ୍ତକରୁ ଆସିଛି। ମଣିଷ ବିବର୍ତ୍ତନ ଧାରାର ଶେଷ ପାହାଚ, କିନ୍ତୁ ପ୍ରକୃତି ସେହିପରି ରହିଛି। ପୁରାତନ ମଣିଷ ସ୍ୱଭାବ, ଆବେଗ, ବିଚାରବୁଦ୍ଧି ସବୁ ପୁରାତନ। ଅର୍ଥାତ୍ ମଣିଷଟି ଯେତେବେଳେ ଜନ୍ମ ହେଲା ତା ପରେ ଏଇଟା ତ ଆଧୁନିକ, ତା ପୂର୍ବରୁ ପୁରାତନ ମଣିଷଟିର ସ୍ୱଭାବ, ବ୍ୟବହାର, ଆବେଗ, ବିଚାରବୁଦ୍ଧି ମଧ୍ୟ ପୁରାତନ ହିଁ ଥିଲା। ମଣିଷର ମସ୍ତିଷ୍କକୁ ପରିବର୍ତ୍ତନ କରିବାର ଔଷଧ ବାହାରିଲାଣି, ଅର୍ଥାତ୍ ବୈଜ୍ଞାନିକମାନେ ସବୁକିଛି କରିବାର ସାମର୍ଥ୍ୟ ହାସଲ କଲେଣି। ସଭ୍ୟତା ଏକ ଅପ୍ରାକୃତିକ ବ୍ୟାପାର, ପ୍ରାକୃତିକ ଜଡ଼ ଜଗତ। ସଭ୍ୟତା ହେଉଛି ଏକ ଅପ୍ରାକୃତିକ ବ୍ୟାପାର, କିନ୍ତୁ ପ୍ରକୃତି ଜଡ଼ ଜଗତ। ତାକୁ ସ୍ୱୟଂକ୍ରିୟା କୁହାଯାଏ। ସେ ଆପେ ଆପେ ଜନ୍ମିଛି, ଆପେ ତା'ର ରୂପାନ୍ତର ହୁଏ। ଈଶ୍ୱର ବିଶ୍ୱାସୀମାନେ କୁହନ୍ତି, ପୁରୁଷର ମାୟା ଶକ୍ତିର ରୂପ ହେଉଛି ପ୍ରକୃତି। ମଞ୍ଜିରୁ ଗଛ ହେଲା ପରି ପ୍ରକୃତିରୁ ଜଗତ ଉଦ୍ଭବ। ଗୀତାର 13 ଅଧ୍ୟାୟରେ ରହିଛି, ପ୍ରକୃତି, ପୁରୁଷ, କ୍ଷତ୍ର, କ୍ଷେତ୍ରଜ୍ଞ, ବିଷୟ। ଜଡ଼ ପ୍ରକୃତିର 3ଟି ଗୁଣ ଅଛି। କ'ଣ ସେ ଗୁଣ? ନା ସତ୍ତ୍ୱ, ରଜ, ତମ। ଗୀତାରେ ଏହାକୁ ଅନାଦି ବୋଲି କୁହାଯାଇଛି। ମାତ୍ର ସଭ୍ୟତା ମଣିଷକୃତ। ଏହାର ଅର୍ଥ ଉତ୍ପାଦନ ପ୍ରଣାଳୀରେ ଉନ୍ନତି, ଅର୍ଥାତ୍ ଅଳ୍ପ ସମୟ ଭିତରେ ବହୁ ଉତ୍ପାଦନ କରିବା ସଭ୍ୟତାର ଧର୍ମ। ଆଦିମ ଯାଯାବର ଯୁଗର କୃଷି ସଭ୍ୟତା ମଧ୍ୟ ଦେଇ ମଣିଷ ଆସି ପହଞ୍ଚିଛି ଶିଳ୍ପ ଓ ବିଜ୍ଞାନ ଯୁଗରେ। ଅର୍ଥାତ୍ ଧୀରେ ଧୀରେ ସେ କ୍ରମବର୍ଦ୍ଧିତ ହୋଇ ବିଜ୍ଞାନ ଯୁଗରେ ପହଞ୍ଚି ସାରିଛି। ଲକ୍ଷେ ଲକ୍ଷେ ବର୍ଷ ପୂର୍ବେ ମଣିଷ ଭୂମିଷ୍ଠ ହେଲା। ଆଜି ସେ ଲକ୍ଷେ ବର୍ଷ ପୂର୍ବର ପ୍ରାକୃତିକ ସନ୍ତାନଠାରୁ ଅନେକ ଭିନ୍ନ। କିନ୍ତୁ କୌଣସି ପ୍ରାକୃତିକ ସିଡ଼ି ତାକୁ ଉପରକୁ ଉଠେଇ ନେଇ ନାହିଁ। ମଣିଷ ଆଦ୍ୟରୁ ନିଜର ଅନ୍ତର୍ବୋଧ, ନିଜର ବୁଦ୍ଧି ବଳରେ ଉଠିଛି। ଏହାକୁ ଆମେ ସଭ୍ୟତା କହୁ ଏବଂ ମଣିଷ ହିଁ ତା'ର ବିକାଶ କରେ। ଏଣୁ ଅପ୍ରାକୃତିକ। ବ୍ୟାପାର, କାର୍ଯ୍ୟ, ସାଧନା, ବୁଦ୍ଧିର ପ୍ରୟୋଗ। ନିଆଁରେ ପୋଡ଼ି ହୋଇ ସିଝିଥିବା ମାଂସ ତାକୁ ଭଲ ଲାଗିଲା ଓ ମାଂସକୁ ନିଆଁରେ ପୋଡ଼ିବାର ଶିଖିଲା।
ଏବଂ ଗଛ ବକଳକୁ ଅଣ୍ଟା ଚାରିପଟେ ଗୁଡ଼େଇ ପିନ୍ଧିଲା। ଅର୍ଥାତ୍ ଉଲଗ୍ନ ସମାଜ ମଣିଷ ଥିଲା ଲଙ୍ଗଳା, ପ୍ରକୃତରେ ବାସ କରୁଥିଲା। ଅର୍ଥାତ୍ ପ୍ରଥମେ ମଣିଷଟି ଯେତେବେଳେ ପୃଥିବୀ ପୃଷ୍ଠକୁ ଆସିଲା, ନିଆଁରେ ପୋଡ଼ିବା ମାଂସକୁ ନିଆଁରେ ପୋଡ଼ି ସିଝେଇବା ଶିଖିଲା। ତାପରେ ସେଇ ମାଂସକୁ ପୋଡ଼ିବାର ଶିଖି ସାରିଲା ପରେ ଗଛର ବକଳାକୁ ପିନ୍ଧିବା ଜାଣି ସାରିଲା ପରେ ତାପରେ ବିଭିନ୍ନ ପ୍ରକାର ଏହିପରି ଭାବରେ କ୍ରମବର୍ଦ୍ଧିତ ହୋଇ ସିଏ ଆଜି ଆଧୁନିକ ଯୁଗରେ ପହଞ୍ଚି ସାରିଛି। କିନ୍ତୁ ଉଲଗ୍ନ ସମାଜ ପ୍ରଥମେ ଥିଲା। ମଣିଷ ଯେଉଁ ଉଲଗ୍ନ ସମାଜ ଥିଲା, ସେ ପ୍ରଥମେ ପ୍ରକୃତିରେ ବାସ କରୁଥିଲା। ସଭ୍ୟତାର ସ୍ପର୍ଶ ପାଇ ସେ ପିନ୍ଧିବା ଶିଖିଲା। ସେ ଯେତେବେଳେ ସଭ୍ୟତାର ସ୍ପର୍ଶ ପାଇଲା, ଅର୍ଥାତ୍ ଧୀରେ ଧୀରେ ଜାଣିଲା, ଶିଖିଲା, ଧୀରେ ଧୀରେ ବହୁତ କିଛି ଶିଖି ସାରିଲା ପରେ ସେ ସଭ୍ୟତାର ଚାଲି ଚଳଣ, ରହଣି ସହଣି ସବୁ ଶିଖି ସାରିଲା ପରେ ସେ ପିନ୍ଧିବା ଜାଣିଲା, ରହିବା ଜାଣିଲା, ନୂଆ ନୂଆ ପୋଷାକ ବନାଇଲା। ଏପରିକି ପୋଷାକ ତିଆରି କଲା ଯେ ତାହା ବହୁ ଦାମିକା, ରଙ୍ଗ ବେରଙ୍ଗ ଓ ବିଚିତ୍ର ହେଲା। ପୋଷାକର ବହୁ ଆବରଣ ଭିତରେ ସେ ଦିଶିଲା କୃତ୍ରିମ। ଯେଉଁ ପ୍ରାକୃତିକରେ ଗଛର ବକଳଟିକୁ ବାହାର କରି ସେ ପିନ୍ଧୁଥିଲା, ବର୍ତ୍ତମାନ ସେ ସଭ୍ୟତାର ସ୍ପର୍ଶ ପାଇସାରିଲା ପରେ ସେ ପିନ୍ଧିବା ଶିଖିଲା। ନୂଆ ରଙ୍ଗ ବେରଙ୍ଗ, ବିଚିତ୍ର ରଙ୍ଗ ଢଙ୍ଗର ସବୁ ପୋଷାକ, ଦାମିକା ପୋଷାକ ସବୁ ପିନ୍ଧିବା ଶିଖିଲା। ଯେଉଁ ସେ ପୋଷାକ ଗୁଡ଼ାକ ଆବରଣ କଲା, ସେଇଠାରୁ ସେ କୃତ୍ରିମ ଦିଶିଲା। ଏପରି କୃତ୍ରିମତାକୁ ଅନେକ ପସନ୍ଦ ନ କରି ଲାଜ ଛଡ଼ାଇବା ପାଇଁ କେବଳ ଆବଶ୍ୟକ ଲୁଗାପଟା ପିନ୍ଧିଲେ। ଯେପରି ଆମ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଓ ସାଧୁ ସନ୍ଥମାନେ ସାଧା ଲୁଗା 2 ଖଣ୍ଡରେ ଚଳିଯାଆନ୍ତି। ଏପରି ଲୁଗା ପିନ୍ଧିବା ପଛରେ ଅର୍ଥନୀତିକ ବିଚାର ଅଛି। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ମଣିଷ ପ୍ରକୃତିର ଜୀବ ଥିଲା। ସେ ଥିଲା ଅକୃତ୍ରିମ। ସଭ୍ୟତା ତାକୁ କରିଦେଲା କୃତ୍ରିମ। କୃତ୍ରିମ ମଣିଷ ମିଛ ଭିତରେ ବଞ୍ଚେ ଓ ବଢ଼େ। ବୃଥା ଆଭିଜାତ୍ୟ ଦେଖାଏ, ପ୍ରତିଦ୍ୱନ୍ଦ୍ୱିତା ବା ପ୍ରତିଯୋଗିତା କରେ। ସେ ହୁଏ ହିଂସ୍ର, ଅଶାନ୍ତିକୁ ଡାକି ଆଣେ, ଦୁଃଖ ପାଏ। ସଭ୍ୟତା ଯେଉଁ ସୁଖ ବାଟରେ ଦେଖାଇଛି, ମଣିଷ ତାକୁ ଦୁଃଖରେ ପରିଣତ କରିଛି। ଏହିସବୁ ବିଚାରରୁ ପ୍ରକୃତିବାଦୀମାନେ ଚାହାନ୍ତି ପୁଣି ପ୍ରକୃତି କୋଳକୁ ଫେରିଯିବାକୁ। ସଭ୍ୟତା ଗୋଟିଏ ସାଜ ନୁହେଁ। ମଣିଷ ପ୍ରକୃତି କୋଳକୁ ଫେରିଯିବା କଥାଟି ଅସମ୍ଭବ। ଏହି ପ୍ରସଙ୍ଗରେ ଶରତ ମହାନ୍ତି ଯୁକ୍ତି କରିଛନ୍ତି ଯେ ହଜାର ହଜାର ବର୍ଷର ବିକାଶ ଭିତରେ ମଣିଷ ଆଜି ଯେଉଁ ଅବସ୍ଥା ଓ ପରିସ୍ଥିତିରେ ପହଞ୍ଚିଛି, ତାହା ସବୁ ସଭ୍ୟତାର ଅବଦାନ। ଅର୍ଥାତ୍ ମଣିଷର କ୍ରମବିକାଶ ଘଟିଛି। ସେ ଅତୀତ ମଣିଷ ପରି ପ୍ରକୃତି ନିର୍ଭର ନୁହେଁ। ତାର ଶରୀରଟି ପ୍ରକୃତିର ଦାନ, କିନ୍ତୁ ଶରୀରକୁ ସୁସ୍ଥ, ସୁନ୍ଦର ଓ କାର୍ଯ୍ୟକ୍ଷମ କରିଛି ସଭ୍ୟତା। ସେଥିରେ ସାମାନ୍ୟ ଅସୁବିଧା ହେଲେ, ଅର୍ଥାତ୍ ରୋଗ ବ୍ୟାଧିରେ ସଭ୍ୟତାର ସୁଯୋଗ ସେ ନେବ। ଆବଶ୍ୟକତା ପୂରଣ ପାଇଁ ଜ୍ଞାନ, ବିଜ୍ଞାନ, ଯନ୍ତ୍ରପାତି, ଯାନବାହନ, ଏପରିକି ବାସ ପାଇଁ ଯୋଗ୍ୟ ଘର, ମନୋରଞ୍ଜନ ପାଇଁ ବହୁ ମାଧ୍ୟମର ସୁଯୋଗ ମଣିଷ ନେଇପାରୁଛି। ଏହାକୁ ସଭ୍ୟତାର ଫଳ ଭୁଞ୍ଜିବା ବୋଲି ସେ କହୁଛନ୍ତି। ସଭ୍ୟତା ତାର ରକ୍ତ, ମାଂସ, ଅସ୍ଥି ମଜ୍ଜାରେ ମିଶିଯାଇଛି। ବଣ ଜଙ୍ଗଲ ପ୍ରକୃତି ସହିତ ମିଶି ବେପାରୁଆ ଭାବ ବଞ୍ଚିଥିବା ପ୍ରାକ୍ ସଭ୍ୟତା କାଳର ମଣିଷ ଜୀବନକୁ ହିପ୍ପା ଓ ସମଗୋତ୍ରୀ ଯୁବକ ଯୁବତୀ ଆଦର୍ଶ କରିନିଅନ୍ତି। ମନରେ ପ୍ରଶ୍ନ ଉଠେ, ବଣ ମଣିଷର ଜୀବନ କ'ଣ ସତରେ ବେପାରୁଆ ଥିଲା? ବାଘ ଭାଲୁ ପରି ହିଂସ୍ର ଜନ୍ତୁଙ୍କ ଭୟ, ତୋଫାନ, ଶୀତ ଓ ଅଗ୍ନିକାଣ୍ଡରୁ ରକ୍ଷା ପାଇବାର ଚିନ୍ତାକୁ ସେ ଘଉଡ଼େଇ ଦେଇ ପାରୁଥିଲା? ସେ ଯାହା ହେଉ, ଦୂର ପର୍ବତ ସୁନ୍ଦର ନ୍ୟାୟରେ ବଣ ମଣିଷ ବେପାରୁଆ ଓ ଜଳାଞ୍ଜଳ ଶୂନ୍ୟ ଜୀବନ ବଞ୍ଚିଥିଲା ବୋଲି ଆମେ ଧରିନେଉ। ହିପ୍ପି ପ୍ରସଙ୍ଗଟି ନେଇ ପ୍ରାବନ୍ଧିକ ଉଦାହରଣ ଦେଇଛନ୍ତି ଯେ ହିପ୍ପିଙ୍କର ଆବଶ୍ୟକତା ବହୁତ କମ୍, ମାତ୍ର ଯେତିକି ଆବଶ୍ୟକତା ତାହା ସଭ୍ୟତା ହିଁ ଦେଇଛି। ଯେପରି ବଂଶୀ ବଜାଇଲେ ବା ବୋତଲେ ମଦ ପିଇଲେ ମନରେ ଯଦି ଆସେ ରୋମାଞ୍ଚ, ସ୍ୱପ୍ନଭରା ଆତୁର ଶିହରଣ ବା ବାସ୍ତବତାର କ୍ଷୁରତାରୁ ମୁକ୍ତ ଏକ ଦିବ୍ୟ ସ୍ୱପ୍ନମୟ ଆନନ୍ଦ, ତାହା ମଧ୍ୟ ସଭ୍ୟତାର ଅବଦାନ। ମଦ ରାନ୍ଧିବାରେ ଅଛି ଏକ ପଦ୍ଧତି, ସେଇଟି ବିଜ୍ଞାନର କୌଶଳ। ଏହିପରି ଅନେକ କୌଶଳ ମଣିଷ ଶିଖିଛି ସଭ୍ୟତାରୁ। ପୁରାଣରେ କୁହାଯାଇଛି, କାଦମ୍ବରୀ ରସ କଥା, କଦମ୍ବ ବା ଖଜରି ବା ସଲପ ଗଛ ରସରୁ ମଦ କରି ପିଇବାରେ ମଦପାନର ଅଭାବ ଦୂର ହେବ ନାହିଁ। ପ୍ରକୃତିରେ ସେ ସୁଯୋଗ ଏବେ ସୀମିତ। ସଂସାର ସଭ୍ୟତାରୁ ବହୁତ ପାଇଛି। ସଂସାର
ସଭ୍ୟତାରୁ ବହୁତ ପାଇଛି। ସଂସାର ସୁନ୍ଦର କାରଣ ସଭ୍ୟତା ସମୃଦ୍ଧ। ସଭ୍ୟତା ସମୃଦ୍ଧ ଅର୍ଥ ସଂସାରର ସବୁ ଘଟଣା ଅଘଟଣକୁ ଦେଖି ପରଖି କାର୍ଯ୍ୟରେ ଲଗାଯାଇ ପାରୁଛି। ଆବଶ୍ୟକତାର କମ୍ ବେଶୀ ଉପରେ ମଣିଷର ସଂସାର ସହ ସମ୍ପର୍କର ମାନ ନିର୍ଭର କରୁନାହିଁ। ପ୍ରାବନ୍ଧିକ ସୁନ୍ଦର ଉଦାହରଣ ଦେଇଛନ୍ତି। ଯେପରି ସନ୍ନ୍ୟାସୀର ବିରାଡ଼ି ପାଳନ। ସେ ବିରାଡ଼ି ଖୁସିରେ ପାଳିଲେ କିନ୍ତୁ ସେ ବିରାଡ଼ି ଛନ୍ଦି ଦେଲା ସଂସାର ଛନ୍ଦିବା ପରି। ଅର୍ଥ ହେଉଛି ମୋହଲା ଗିଲା ଜୀବ ପ୍ରତି। ପ୍ରେମ ସଂସାରର ଧର୍ମ ଏବଂ ମୋହରୁ ସମ୍ପର୍କରୁ ସଂସାରର ପରିସର ବଢ଼େ। ମଣିଷ ତାକୁ ଆହୁରି ସୁନ୍ଦର କରେ। ଏହା ହିଁ ସଭ୍ୟତା ଗଢ଼ିବା ବୋଲି କୁହାଯାଇଛି। ଯେଉଁମାନେ କହନ୍ତି ଆମେ ଉଲଗ୍ନ ସେମାନେ ଭୁଲ କୁହନ୍ତି। ଆମେ ଦେଖୁ ସମସ୍ତେ ପୋଷାକ ପିନ୍ଧିଛନ୍ତି। ଅବଶ୍ୟ ସେ ପୋଷାକ ସବୁ ଅଦୃଶ୍ୟ ପୋଷାକ। ଥରେ ଜଣେ ରାଜା ଲୋକଙ୍କୁ ତାଙ୍କର ଅଦୃଶ୍ୟ ପୋଷାକ ଦେଖାଇବା ପାଇଁ ପାତ୍ରମନ୍ତ୍ରୀଙ୍କ ଗହଣରେ ରାଜ୍ୟସାରା ମହା ଆଡ଼ମ୍ବରରେ ବୁଲୁଥିଲେ। ଲୋକେ ବୁଝିଲେ ରାଜା ଲଙ୍ଗଳା। ତେଣୁ ସେହିପରି ଭୁଲର ପୁନରାବୃତ୍ତି କରିବୁ କାହିଁକି? ବହୁମୂଲ୍ୟ ଦେଇ କିଣିଥିବା ଅଦୃଶ୍ୟ ପୋଷାକ ପିନ୍ଧି ସେମାନେ ଆମ ପାଖରେ ଲଙ୍ଗଳା ହୋଇ ବଞ୍ଚିପାରିବାର ଅହଙ୍କାର କରନ୍ତି। ଆମେ ଜାଣୁ ଆଦାମ ଓ ଇଭ୍ଙ୍କର ପରଠାରୁ ମଣିଷ ଲଙ୍ଗଳା ହେବାର କ୍ଷମତା ହରାଇଛି। 5000 ବର୍ଷ ଧରି ସଭ୍ୟତାର ବିଭିନ୍ନ ପର୍ଯ୍ୟାୟରେ ବଞ୍ଚି ଆସିବା ପରେ ସଭ୍ୟତାର ସଂସ୍କାରଗୁଡ଼ିକୁ ମନ ଭିତରୁ କାଢ଼ି ଫିଙ୍ଗିଦେବା ସମ୍ଭବ ନୁହେଁ। ଅର୍ଥାତ୍ ଏତେ ଯେଉଁ 5000 ବର୍ଷ ଧରି ମଣିଷ ଯେଉଁ ପୁରାତନ ଢଙ୍ଗରେ ଶୈଳୀରେ ଚାଲୁଥିଲା, ଗ୍ୟାସ୍ ନଥିଲା, ତାପରେ ମସିନ୍ ନଥିଲା, ଶିଳ୍ପ ବ୍ୟବସ୍ଥା ନଥିଲା, ଏଇସବୁ କ୍ରମେ ଧୀରେ ଧୀରେ ସବୁ ବ୍ୟବହାର କରିବାରେ ଲାଗିଲା। ଯେଉଁଟାକି ସହଜ ଉପାୟ ସବୁଗୁଡ଼ାକ ଆସିଲା। ସେ ସହଜ ଉପାୟ ଯଦି ଗୋଟେ ମଣିଷକୁ ଯଦି ସହଜ ଉପାୟଟେ ମିଳିଯାଉଛି ସେ କେବେ ହେଲେ କଷ୍ଟ କରିବାକୁ ଚାହିଁବନି। ତ ସଭ୍ୟତାର ସଂସ୍କାର ଗୁଡ଼ିକୁ ମଣିଷଟି ଯେତେବେଳେ ପୁରାତନ ଅବସ୍ଥାରେ ଥିଲା ସେ ବର୍ତ୍ତମାନ ସଭ୍ୟତାର ସ୍ପର୍ଶ ପାଇ ସେଇ ସଂସ୍କାର ଗୁଡ଼ିକୁ ଆପଣେଇଲା। ତାପରେ ସେଇ ସଂସ୍କାର ଗୁଡ଼ିକୁ ସେଇ ଯେଉଁ ସହଜ ଉପାୟ ଗୁଡ଼ିକୁ ସେ କେବେ ହେଲେ ମନ ଭିତରୁ କାଢ଼ି ଫିଙ୍ଗିଦେବା ସମ୍ଭବ ନୁହେଁ। ସଭ୍ୟତା ଗୋଟିଏ ବାହ୍ୟ ସାଜ ନୁହେଁ ଯେ ତାକୁ ଉତାରି ଦେଇ ହେବ। ମଣିଷର ବୁଦ୍ଧି ସଭ୍ୟତାର ରୂପକାର। ମଣିଷର ବୁଦ୍ଧି ସଭ୍ୟତା ଗଢ଼ିଛି। ସଭ୍ୟତାକୁ ବିକାଶ ପଥରେ ଆଗେଇ ନେଇଛି। ସବୁ ଆବିଷ୍କାର ଉଦ୍ଭାବନ ମୂଳରେ ବୁଦ୍ଧିର ଜ୍ଞାନ ଓ ଉଦ୍ୟମ ରହିଛି। ଅଭାବର ପୂରଣ ସଭ୍ୟତାର କାମ। ପୂରଣ କିପରି ହେବ ତାହା ବୁଦ୍ଧିର ଖେଳ। ପ୍ରକୃତି ଓ ମଣିଷ ଭିତରେ ପାର୍ଥକ୍ୟ ହେଉଛି ପ୍ରକୃତି ଜଡ଼ ହେତୁ ତା'ର ବୁଦ୍ଧି ନାହିଁ। ତାହା କେବଳ ନିୟମ ଦ୍ୱାରା ଚାଲେ। ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନରେ ପୁନରାବୃତ୍ତି ହୁଏ। ଯେପରି ଖରା, ବର୍ଷା, ଶୀତ ଓ ଦିନ ରାତି। ନିୟମରେ ଚାଲିବା, ପୁନରାବୃତ୍ତି ଘଟିବା। ଦ୍ୱିତୀୟ ହେଉଛି କ୍ରିୟାର ପ୍ରତିକ୍ରିୟା ପ୍ରକାଶ ପାଇବା। ଯେପରି ସୂର୍ଯ୍ୟ ଉଦୟ ଓ ଆଲୋକର ବିକାଶ, ଅନ୍ଧକାର ବିଲୟ। ସୂର୍ଯ୍ୟ ଯେମିତି ଉଦୟ ଅସ୍ତ ହେଉଛି, ଆଲୋକର ସ୍ପର୍ଶ ଦେଉଛି, ଆଲୋକ କିରଣ ଦେଉଛି ଏବଂ ତାପରେ ଅନ୍ଧକାରମୟ ମଧ୍ୟ ହେଉଛି। ମଣିଷର ବୁଦ୍ଧି ଅଛି। ଅର୍ଥାତ୍ ବିଚାର, ପରୀକ୍ଷା, ଉପଯୋଗ ଶକ୍ତି। ଏହି ତିନୋଟି ବୁଦ୍ଧିର ଅନ୍ତର୍ଗତ। ପ୍ରକୃତିର ନିୟମାନୁବର୍ତ୍ତିତାକୁ ଲେଖକ କମ୍ପ୍ୟୁଟର କାର୍ଯ୍ୟ ପରି ମନେ କରିଛନ୍ତି। କମ୍ପ୍ୟୁଟରରେ ମଣିଷ ସବୁ ପ୍ରୋଗ୍ରାମକୁ ଭର୍ତ୍ତି କରି ଛାଡ଼ିଦିଏ। ତାପରେ ଯନ୍ତ୍ର ତା'ର କାମ କରେ। ପ୍ରକୃତି ଠିକ୍ ଏହିପରି। ଯାହା ନିୟମ ଶୃଙ୍ଖଳାରେ ଅଛି ତାହା ଗୋଟିଏ ପରେ ଗୋଟିଏ ହୋଇ କାମ କରେ। ମଣିଷ ଓ ପ୍ରକୃତି ମଧ୍ୟରେ ଗୋଟାଏ କେଉଁଠି ଶତ୍ରୁତା ରହିଛି। ଅସମ୍ଭବ କଥା। ମା ପୁଅ ମଧ୍ୟରେ ଶତ୍ରୁତା କାହିଁକି ହେବ? ଅର୍ଥାତ୍ ମଣିଷ ଆଉ ପ୍ରକୃତି ମା ପୁଅ ଭଳି। ଏଠି ମା ପୁଅ ମଧ୍ୟରେ ଶତ୍ରୁତା କାହିଁକି ହେବ ବୋଲି ପ୍ରଶ୍ନ ଉଠିଛି। କାରଣ ମଣିଷ ନିଜର ସୁଖ ପାଇଁ ପ୍ରକୃତିକୁ ନଷ୍ଟ କରିଛି। ବିକାଶ ଆଳରେ ସୁରକ୍ଷା କରିବାର ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ମଣିଷ ଓ ପ୍ରକୃତି ମଧ୍ୟରେ ପ୍ରତିଯୋଗିତା ଚାଲିଲା ପରି ମନେ ହୁଏ। ଲେଖକ ଉଭୟର ଭୂମିକା ବିଚାର କରିଛନ୍ତି। ସେ କୁହନ୍ତି ପ୍ରକୃତି କିଛିଟା ମଣିଷ ପକ୍ଷେ ଅନ୍ୟାୟ କରିଛି। ପ୍ରଥମତଃ ଦେଇଛି ରୋଗ ବ୍ୟାଧି ଓ ଆଉ କେତେକ ଜନ୍ମଗତ ପ୍ରବୃତ୍ତି। ଦ୍ୱିତୀୟରେ ମଣିଷ ପରନିର୍ଭର ହେବା ପ୍ରକୃତରେ ତା ପ୍ରତି ଏକ ଅବିଚାର। ଦୀର୍ଘ ଶୈଶବକାଳ ଓ
କୈଶୋର କାଳ ଭିତରେ ମଣିଷ ଛୁଆ ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରିପାରେ ନାହିଁ। ମଣିଷର ସବୁ ଗୁଣ ପ୍ରକୃତି ଦତ୍ତ। ଗୁଣ ପ୍ରସଙ୍ଗରେ ଲେଖକ କହୁଛନ୍ତି ମଣିଷ ଅନ୍ୟର ସାହାଯ୍ୟ ପାଇଁ ଆଶା କରି ବସେ। ବାହୁ ଛାୟା ତଳେ ଆଶ୍ରୟ ଖୋଜେ। ଫ୍ରଏଡଙ୍କ ଠାରୁ ଆରମ୍ଭ କରି ଅସ୍ତିତ୍ୱବାଦୀ ବୋଭାର ଓ ସାର୍ତ୍ର ଏହି କଥାଟି ଭିନ୍ନ ଭିନ୍ନ ଭାଷାରେ କହିଛନ୍ତି। ଅସ୍ତିତ୍ୱବାଦୀମାନେ ଦର୍ଶାନ୍ତି ଯେ ମଣିଷ ତାର ସ୍ୱାଧୀନତାକୁ କାହା ପାଦ ତଳେ ଉତ୍ସର୍ଗ କରିଦେବାକୁ ଜ୍ଞାତସାରରେ ବା ଅଜ୍ଞାତସାରରେ ସୁଯୋଗ ଖୋଜୁଥାଏ। ସ୍ୱାଧୀନ ଚେତନା ତାକୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ଉତ୍ସାହିତ କରୁଥିଲେ ମଧ୍ୟ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ କଥା ଭାବିଲେ ସେ ଭିତରେ ଥରି ଉଠେ। ବୋଭାର କହନ୍ତି ଏଥିପାଇଁ ମଣିଷ ଦୀର୍ଘକାଳୀ ସ୍ଥାୟୀ ବାଲ୍ୟକାଳ ହିଁ ଦାୟୀ। ବୋଭାର କହନ୍ତି କ'ଣ ନା ଏଥିପାଇଁ ମଣିଷ ଦୀର୍ଘକାଳ ସ୍ଥାୟୀ ବାଲ୍ୟକାଳ ହିଁ ଦାୟୀ। ସ୍ୱାଧୀନତାକୁ ଢାଙ୍କିବା ପାଇଁ ମଣିଷ କେତେ ରକମର ଆତ୍ମପ୍ରତାରଣା କରେ ତାର ଚମତ୍କାର ବର୍ଣ୍ଣନା ଅସ୍ତିତ୍ୱବାଦୀମାନେ କରିଛନ୍ତି। ପିତାଙ୍କୁ ଖୋଜି ଭୂତ ପିତାଙ୍କ ପାଖରେ ପହଞ୍ଚି ମଣିଷ କିପରି ଘୃଣ୍ୟ ଅମାନୁଷିକ କାର୍ଯ୍ୟରେ ଲିପ୍ତ ହୋଇଛି ଓ ସମଗ୍ର ମାନବ ଇତିହାସକୁ କଳଙ୍କିତ କରିଛି ସେକଥା ଆଧୁନିକ ଯୁଗର ଅନ୍ୟତମ ବିଶିଷ୍ଟ ଚିନ୍ତାନାୟକ ଆର୍ଥର କ୍ୱେସଲର କହିଛନ୍ତି ତାଙ୍କର ଶ୍ରେଷ୍ଠ ଗ୍ରନ୍ଥ ଜାନ୍ସରେ। ପ୍ରକୃତି ମଣିଷ ପ୍ରତି ଅବିଚାର କରିବା କଥା ବହୁଦିନର ଅଭିଯୋଗ। ଅନ୍ୟ ପ୍ରାଣୀମାନେ ଶାରୀରିକ ବଳରେ ମଣିଷଠାରୁ ଉନ୍ନତ, କିନ୍ତୁ ସେମାନଙ୍କର ବୁଦ୍ଧି ନାହିଁ ଯାହା ମଣିଷରେ ଅଛି। ଏ ବିଷୟରେ ଗୋଟିଏ ଗପ ଅଛି। ଗପର ସାରାଂଶ ତିନି ପ୍ରକାର ଜୀବ: ଦେହ ପ୍ରଧାନ, ଆତ୍ମା ପ୍ରଧାନ ଓ ବୁଦ୍ଧି ପ୍ରଧାନ। ଦେହ ପ୍ରଧାନ ଜୀବ ଯଥା ଜୀବଜନ୍ତୁ, ଗାଈ, କୁକୁର, ବାଘ ପ୍ରଭୃତି। ଆତ୍ମା ପ୍ରଧାନରେ କ'ଣ ଅଛି ନା ଅସୁର, ରାକ୍ଷସ ଆଦି। ଏମାନେ ଦେହରୁ ଆତ୍ମାକୁ ଅଲଗା କରି ଲୁଚାଇ ରଖନ୍ତି। ଆତ୍ମା ମରିଲେ ସେମାନେ ମରନ୍ତି। ବୁଦ୍ଧି ପ୍ରଧାନ ଜୀବ ହେଉଛି ମଣିଷ ସେ ନା ଡରେ ଦେହକୁ ନା ଆତ୍ମାକୁ ଡରେ। କେବଳ ବୁଦ୍ଧି ଡରେ ଦେହ ଓ ଆତ୍ମାଠାରୁ। ବୁଦ୍ଧି ବଡ଼, ମଣିଷ ତାର ଅଧିକାରୀ। ଏଇ କଥା କହିବା ଗପର ଉଦ୍ଦେଶ୍ୟ। ତେବେ ବୁଦ୍ଧି ଥିବାର ମଣିଷ କମ୍ ଦୁଃଖ ସହେ ନାହିଁ। ପ୍ରୋମିଥିୟସ୍ ଗ୍ରୀକ୍ ପୁରାଣରେ ଜଣେ ଦେବତା ସେ ଦେଖିଲେ ସ୍ୱର୍ଗରେ ଅଛି ନିଆଁ। ବହୁ ବୁଦ୍ଧି କରି ସେ ପୃଥିବୀକୁ ଆଣିଲେ, ମାତ୍ର ଦେବତାମାନେ ତାଙ୍କୁ ବାନ୍ଧି କରି ନାନା ଯାତନା ଦେଲେ। କୁହାଯାଏ ଦେବତାମାନେ ଭିନ୍ନ ଏକ ଗ୍ରହର ବାସିନ୍ଦା। ଏ ବିଷୟରେ ଏରିକ ଫନ୍ ଡାନିକେନ୍ ବହୁ ଗବେଷଣା କରି ବହୁ ପ୍ରମାଣ ଦେଇ କେତେକ ବହି ଲେଖିଛନ୍ତି, ଯଥା ଚାରିଟି ଅଫ୍ ଗଡ୍, ରିଟର୍ନ ଅଫ୍ ଗଡ୍। ପ୍ରାବନ୍ଧିକ ବିଜ୍ଞାନର କେତେକ ସମସ୍ୟା ଏହି ପ୍ରସଙ୍ଗରେ ଉଠାଇଛନ୍ତି। ତାହା ହେଉଛି ଆକାଶରେ ଦେଖାଯାଉଥିବା ଉଡ଼ନ୍ତା ଥାଳିଆ ବା ସେହିପରି କିଛି ବିଜ୍ଞାନର ରହସ୍ୟ। ତାହା କେଉଁଠୁ ଆସେ? ଅନୁମାନ କରାଯାଇପାରେ ଯେ ପୃଥିବୀ ଛଡ଼ା ଅନ୍ୟ କୌଣସି ଗ୍ରହରେ ଜୀବନଧାରୀ ସତ୍ତା ଅଛି କି? ଯେଉଁମାନେ ମଣିଷ ପରି ବୁଦ୍ଧିମାନ ସେମାନେ ଗ୍ରହାନ୍ତରୁ ପଠାଉଛନ୍ତି। ଏହା ସେମାନେ କରୁଛନ୍ତି ମଣିଷ ବୁଦ୍ଧିମାନ ଭାବିକରି ନା ପାଗଳ ମନେ କରି? ପୃଥିବୀର ମଣିଷ 3000 ବର୍ଷ ହେବ ନିଜେ ଧ୍ୱଂସ ହେବାର ବହୁ କାର୍ଯ୍ୟ କରିଛନ୍ତି। ଏବେ ବି ସେମାନେ ଛକା ପଞ୍ଝାରେ ଅଛନ୍ତି, ଧ୍ୱଂସ ପାଇଯିବାର ଅବସ୍ଥା ଭିତରେ। ପୃଥିବୀର ମଣିଷ ବିବର୍ତ୍ତନର ଫଳ ବୋଲି ଡାରୱିନ୍ କହିଲେ। ବିବର୍ତ୍ତନ ଅର୍ଥାତ୍ ପରିବର୍ତ୍ତନ। ପୃଥିବୀର ମଣିଷ ପରିବର୍ତ୍ତନର ଫଳ ବୋଲି ଡାରୱିନ୍ କହିଲେ। ଏବେ ଡାନିକେନ୍ ତାକୁ ସ୍ୱୀକାର କରୁନାହାନ୍ତି। ସେ କୁହନ୍ତି ଅନ୍ୟ କେଉଁ ଏକ ଗ୍ରହର ମଣିଷ ପୃଥିବୀକୁ ଆସି ଗଛ କଲମୀ କରି ଲଗାଇବା ପରି ମଣିଷର ମୁଣ୍ଡରେ ଅସ୍ତ୍ରୋପଚାର କରି ବୁଦ୍ଧି ତିଆରି କରିଛନ୍ତି। ଏପରି କରିବାର କାରଣ ମଣିଷ ଭିତରେ ଧ୍ୱଂସ କରିବାର ପ୍ରବୃତ୍ତି ଚରମ। ସେ ନିଜେ ନଷ୍ଟ ହୋଇଯାଆନ୍ତାଣି। ନଷ୍ଟ ହେବାର କାରଣ ସବୁ ଧ୍ୱଂସକାରୀ ଶକ୍ତି ଭିତରେ ମଣିଷ ପାଇଁ ଆଶ୍ୱାସନାର ଇଙ୍ଗିତ ଟିକିଏ କେଉଁଠି ଅଛି। ତାହା ହେଉଛି ଅସଂସ୍କୃତିର ବିଷୟ। ସଂସ୍କୃତି ସଭ୍ୟତାର ଅବଦାନକୁ ନିଜ ରକ୍ଷାରେ ଲଗାଇବାକୁ ଚେଷ୍ଟା କରିଛି। ଐତିହାସିକ ଟଏନବି କହନ୍ତି ସଂସ୍କୃତି ଗୋଟିଏ ଫୁଲ ପରି, ଅଳ୍ପ କାଳ ଫୁଟି ତା ମହକରେ ସମସ୍ତଙ୍କୁ ଆହ୍ଲାଦିତ କରେ। ଫୁଲ ମଉଳିଗଲା ପରେ ତାର ବାସ୍ନା ବାୟୁମଣ୍ଡଳରେ ରହେ। ଲୋକେ ସେହି ବାସ୍ନାକୁ ଉପଭୋଗ କରନ୍ତି, ଫୁଲକୁ ସ୍ମରଣ କରନ୍ତି, ଝୁରନ୍ତି। ଏହି କାଳକୁ ଟଏନବିଙ୍କ ସଭ୍ୟତା ବୋଲି କହନ୍ତି।
এইଠୁ ଏତିକି ଟିକେ ଇମ୍ପୋର୍ଟାଣ୍ଟ ଅଛି, ଏଇଟା ସର୍ଟ କ୍ୱେଶ୍ଚିନ୍ରେ ମଧ୍ୟ ଆସିପାରେ। ତାଙ୍କ କଥା ଅନୁସାରେ ସଭ୍ୟତା ଅପେକ୍ଷାକୃତ ଦୀର୍ଘକାଳ ସ୍ଥାୟୀ। ସଂସ୍କୃତି ଦିନକର ଫୁଲ। ସଭ୍ୟତା ବେଶୀ ଦିନ ରହୁଥିଲେ ମଧ୍ୟ ମଣିଷ କପାଳକୁ ସେତକ ସବୁଦିନେ ମିଳେନା। ଯେତିକି ସଭ୍ୟତା ବଞ୍ଚି ରହେ ସେତିକିରେ ଭୋକିଲା ମଣିଷର ପେଟ ପୂରେନା। ସେ ଅଖାଦ୍ୟ ଖାଏ, ଅସଭ୍ୟତାକୁ ଡାକି ଆଣେ। ସଭ୍ୟତା ଭିତରେ ଅଧିକାଂଶ ସମୟ ବଞ୍ଚିବା ତାର ଭାଗ୍ୟଲିପି। ପ୍ରାବନ୍ଧିକ କୌତୂହଳ ପ୍ରକାଶ କରିଛନ୍ତି। ତାହା ହେଉଛି ଏ ପୃଥିବୀକୁ ବାର ବାର ଭଗବାନ ନାନା ଅବତାର ଧରି ଆସିଛନ୍ତି। ବହୁ ସାଧୁ ସନ୍ନ୍ୟାସୀ ଜନ୍ମ ଦେଇ ଧର୍ମ ପ୍ରଚାର କରିଛନ୍ତି, କିନ୍ତୁ ପରିବର୍ତ୍ତନ ଘଟିନାହିଁ। ଏହି ପ୍ରସଙ୍ଗରେ ଆମ ଭାରତ ଦେଶ ବା ଓଡ଼ିଶା କଥା ବିଚାର କରାଯାଉ। ଏଠାରେ ଭଗବାନ 33 କୋଟି ରୂପ। ବହୁ ବାବା ମାତାଙ୍କ ଧର୍ମ ବା ଆଧ୍ୟାତ୍ମ ସଭାସମିତି ହେଉଛି। ଏଇଠି ଗୋଟିଏ କିଲୋମିଟର ସ୍ଥାନ ଭିତରେ 5ଟା ମନ୍ଦିର ଅଛି। ରାତି ପାହିବା ଠାରୁ ମଧ୍ୟରାତି ଯାଏଁ ଦୀପ ଧୂପ ଭୋଗଦାନ ହେଉଛି ଧର୍ମର ମହୋତ୍ସବ। କିନ୍ତୁ ମଣିଷର କି ପରିବର୍ତ୍ତନ ଘଟିଛି? ନା ଦିନକୁ ଦିନ ବଢ଼ୁଛି ଅନାଚାର ଅତ୍ୟାଚାର, ଅର୍ଥାତ୍ ନା କ'ଣ? କିନ୍ତୁ ମଣିଷର କିଛି ପରିବର୍ତ୍ତନ ଘଟିନି। ଦିନକୁ ଦିନ ବଢ଼ୁଛି ଅନାଚାର ଅତ୍ୟାଚାର ଦୁର୍ନୀତି ଶୋଷଣ। ସବୁଥିରେ ଅବହେଳା, ଅନ୍ୟକୁ ହରାଇ ନିଜେ ଉପରକୁ ଉଠିବାର ନିଶା। ଆମେ କ'ଣ କହିବା? ଆମେ ଐତିହ୍ୟ ସମ୍ପନ୍ନ, ଧର୍ମ ପରାୟଣ, ନୀତିବାଦ। ଆମର ଅଛି ଆଧ୍ୟାତ୍ମ ଚିନ୍ତନ ବୋଧ ହୁଏନା। ଅର୍ଥାତ୍ କ'ଣ ନା ଆମେ କ'ଣ କହିବା? ଯେ ଆମେ ଐତିହ୍ୟ ସମ୍ପନ୍ନ, ଧର୍ମପରାୟଣ, ନୀତିବାଦ। କ'ଣ କହିବା? ଆମର ଅଛି ଆଧ୍ୟାତ୍ମିକ ଚିନ୍ତନ। ଆମର କ'ଣ ଆଧ୍ୟାତ୍ମ ଚିନ୍ତନ ଅଛି? ବୋଧ ହୁଏ ନା। ତେବେ ଏମିତି କାହିଁକି ହେଲା? ଲେଖକ କହୁଛନ୍ତି ମଣିଷ ମୁଣ୍ଡରେ କୋଉଠି ରହିଯାଇଛି ତ୍ରୁଟି। ଏହା ଜନ୍ମଗତ ନା ମଣିଷ ମୁଣ୍ଡରେ ଯିଏ ବୁଦ୍ଧି ନାମକ ଶକ୍ତିଟିଏ ଭରି ଦେଇଛି ତାର ସେଇ ଭରିବା ବେଳେ ରହିଗଲା କିଛି? ମଣିଷ ସରୀସୃପ ଓ ସ୍ତନ୍ୟପାୟୀ ଜୀବଙ୍କର ବିବର୍ତ୍ତନ ଫଳରେ ମଣିଷର ଆବିର୍ଭାବ। ପ୍ରାଚୀନ ସରୀସୃପ ଓ ସ୍ତନ୍ୟପାୟୀ ଜୀବନର ବିବର୍ତ୍ତନ ଫଳରେ ମଣିଷର ଆବିର୍ଭାବ ହୋଇଛି। ଏମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗର ରୂପାନ୍ତରର ପରିଣତି ହେଉଛି ମଣିଷ। ଏହି ବିବର୍ତ୍ତନ କ୍ରମରେ ମୁଣ୍ଡର ରୂପାନ୍ତର ଠିକ୍ ହୋଇପାରି ନାହିଁ। ଥୋକେ ମଣିଷର ମୁଣ୍ଡ ପୁରୁଣା, ଥୋକେଙ୍କର ନୂଆ। ଅର୍ଥାତ୍ କିଛି ମଣିଷଙ୍କର ମୁଣ୍ଡ ପୁରୁଣା, କିଛିଙ୍କର ନୂଆ। ନୂଆ ମୁଣ୍ଡର ଶୀଘ୍ର ପରିବର୍ତ୍ତନ ହେଉଛି, ପୁରୁଣା ସେମିତି ରହିଯାଇଛି। ଫଳରେ ନୂଆ ଓ ପୁରୁଣା ମଧ୍ୟରେ ମେଳ ରହୁନାହିଁ। ଆମେ ଦେଖୁଛୁ ମଣିଷ ମଧ୍ୟରେ କିଛି ଲୋକ ବହୁ ବୁଦ୍ଧିଆ। ସେମାନେ ବହୁ ନୂଆ କାମ କରନ୍ତି। ବିଜ୍ଞାନ, ସାହିତ୍ୟ, କଳା, ଦର୍ଶନ ଏ ତିନୋଟି ହେଉଛି ସୃଜନ ଓ ଚିନ୍ତନର ବିଷୟ। ଏଥିରେ ବହୁ ପାରଦର୍ଶୀ ମଣିଷ ଅଛନ୍ତି। ଆଉ କେତେକ ପୂରା ବୁଦ୍ଧୁ, କିଛି ବୁଝନ୍ତିନି ନାହିଁ, ପଶୁ ପରି ବଞ୍ଚନ୍ତି। ଆବେଗ ସେମାନଙ୍କ ପାଇଁ ବଡ଼ ଅସ୍ତ୍ର। ବୁଦ୍ଧି ଲଗାଇ ପାରନ୍ତି ନାହିଁ। ଯେତେବେଳେ ଯାହା ମନ ବା ଆବେଗ ଆସେ ତାହା କରନ୍ତି। ଏ ପୃଥିବୀ ଏଇ ଆବେଗ ପ୍ରବଣ ମଣିଷ ଦ୍ୱାରା ଦୁଃଖ ପାଉଛି। ବର୍ତ୍ତମାନ ସମସ୍ୟା ହେଉଛି ମଣିଷ ଭିତରେ ଥିବା ହିଂସା, କ୍ରୋଧ, ଈର୍ଷା ଆଦି ଖରାପ ଗୁଣ। ଏହାର ବିନାଶ ସହଜ ନୁହେଁ। ଋଷି ଶ୍ରୀ ଅରବିନ୍ଦ ମନେ କରିଛନ୍ତି ଅତି ମାନସ ଶକ୍ତି ଅବତରଣ କରିବ। ମଣିଷ ସଚେତନ ହେଲେ ତାର ଖରାପ ଗୁଣର ବିଲୟ ଘଟିବ। ତେଲ ଖୁଣ୍ଟରେ ମାଙ୍କଡ଼ ଚଢ଼ିବା ପରି ମଣିଷର ବିକାଶ ଓ ପତନ ଘଟୁଛି। କ୍ୱେସ୍ଲର ମନେ କରିଛନ୍ତି ବିଜ୍ଞାନ ଆବିଷ୍କାର କରିବ ଏପରି ଔଷଧ, ଯାହା ଖାଇଲେ ମଣିଷ ମନରୁ ମନ୍ଦ ଗୁଣ ଅପସରି ଯିବ। ଏପରି ଗୋଟେ ଔଷଧ ଖାଇବ ଯେଉଁଟାକି ମଣିଷ ମନରୁ ମନ୍ଦ ଗୁଣ ସରିଯିବ। ମାତ୍ର ଅସୁବିଧା ହେବ ମଣିଷ ସବୁ କଥାରେ ହାଁ-ଜି ହୋଇ ରହିବ ରାଷ୍ଟ୍ରଶକ୍ତି ପାଖରେ। ଏ ଆଶଙ୍କା ଠିକ୍ ନ ହୋଇପାରେ, କିନ୍ତୁ ବଡ଼ କଥା ହେବ ମନୋଭର ପରିବର୍ତ୍ତନ। ନୂଆ ମଣିଷ ଅର୍ଥାତ୍ କ'ଣ ନା ଗୋଟେ ମଣିଷଟି ର ବୁଦ୍ଧି, ପୁରାତନ ମଣିଷର ଯେଉଁପରି ପୁରାତନ ବୁଦ୍ଧି ରୁହେ, ସେ ମଣିଷଟି ଯେତେବେଳେ ଧୀରେ ଧୀରେ ସବୁ ପରିସ୍ଥିତିର ସମ୍ମୁଖୀନ ହେବ, ଧୀରେ ଧୀରେ ସଭ୍ୟତାର ସ୍ପର୍ଶ ପାଇ ଅତିକ୍ରମ କରି କରି ଯେତେବେଳେ ଆଗକୁ ବଢ଼ି ଶିଳ୍ପ ବୈଜ୍ଞାନିକ ଯୁଗରେ ପହଞ୍ଚି ସାରିଲା ପରେ ସେ ଯେତେବେଳେ ବୁଝିପାରିବ, ବୁଝିବା ଶକ୍ତି ଆସିଯିବ, ତାପରେ ସେ ତାର ମନୋଭାବର ବିବର୍ତ୍ତନ ଘଟି ତାପରେ ଯେଉଁ ସେଇ ସଠିକ୍ ମଣିଷଟି ହୁଏ ତାକୁ କୁହନ୍ତି ନୂଆ ମଣିଷ। ଅର୍ଥାତ୍ ପୁରାତନ ଯୁଗରେ ଯାହା ସବୁ କର୍ମ କରି କରି ଶିଖି କ୍ରମବର୍ଦ୍ଧିତ ହୋଇ ନୂତନର ପଦ୍ଧତି ଗୁଡ଼ିକୁ ଆପଣାଇ ଯେଉଁ ସବୁ ମାନବର ପରିଚୟ ବା ମାନବଭରର ପରିବର୍ତ୍ତନ ହୋଇଥାଏ, ସେ ତାହା ନୂଆ ମଣିଷ। ନେକ୍ସଟ କ୍ଲାସ୍ରେ ନେକ୍ସଟ ୟୁନିଟ୍ ଆଲୋଚନା କରିବା।